ତ୍ୟାଗର ଫଳ। ଆନନ୍ଦପୁରରେ କାନ୍ତିବର୍ମା ନାମକ ଜଣେ ମଧ୍ୟବିତ୍ତ ବ୍ୟକ୍ତି ରହୁଥିଲେ। ତାଙ୍କର ସନ୍ତାନ ସନ୍ତତି କେହି ନଥିବାରୁ ସେ ସର୍ବଦା ବିଷାଦଗ୍ରସ୍ତ ହୋଇ ରହୁଥାନ୍ତି। ଥରେ ସେହି ଗ୍ରାମକୁ ଜଣେ ସାଧୁ ଆସିଲେ। ସେ ସର୍ବଦା ଭ୍ରମଣ କରୁଥାନ୍ତି। ନିୟମ ଅନୁସାରେ କୌଣସି ସ୍ଥାନରେ 3 ଦିନରୁ ଅଧିକ ରହିବା କଥା ନୁହେଁ। ତାଙ୍କ ପାଖରୁ ପ୍ରସାଦ ଖାଇବା ପାଇଁ ଲୋକେ ଭିଡ଼ କରୁଥାନ୍ତି, କାରଣ ତାଙ୍କର ଦିବ୍ୟଶକ୍ତି ଉପରେ ଲୋକଙ୍କର ଯଥେଷ୍ଟ ବିଶ୍ୱାସ ଥିଲା। କାନ୍ତିବର୍ମା ସେହି ସାଧୁଙ୍କୁ ଯାଇ ଦେଖା କଲେ। ନିଜର ସନ୍ତାନ ନ ହେବା କଥା ତାଙ୍କ ନିକଟରେ ସେ କହି ତାହାର ପ୍ରତିକାର ନିବେଦନ କଲେ। ସେତେବେଳେ ତାଙ୍କ ନିକଟରେ ଗୋଟିଏ ପାତ୍ରରେ କିଛି ଦୁଧ ଥିଲା। ସେଥିରୁ ଅଳ୍ପ ସେ ଗିନାଟିରେ ଢାଳି କାନ୍ତିବର୍ମାଙ୍କୁ ଦେଇ କହିଲେ, ନିଅ, ଏତକ ତୁମ ପତ୍ନୀଙ୍କୁ ପିଆଇଦେବ, ତାହେଲେ ଯାଇ ତୁମର ଇଚ୍ଛା ନିର୍ଣ୍ଣୟ ପୂର୍ଣ୍ଣ ହେବ। କାନ୍ତିବର୍ମା ସେତକ ନେଇ ଅତି ଆନନ୍ଦରେ ଯାଇ ପତ୍ନୀଙ୍କ ପାଖରେ ପହଞ୍ଚି ତାକୁ କହିଲା, ନିଅ, ଏଥିରୁ ଢୋକେ ପିଇଦିଅ ତ। କାନ୍ତିବର୍ମାର ସ୍ତ୍ରୀ କାଞ୍ଚନ ସେତକ ନେଇ ତା ପୂଜା ଘରେ ଠାକୁରଙ୍କୁ ଅର୍ପଣ କରି 2 ଢୋକରେ ସେତକ ପିଇଦେଲା। କାଞ୍ଚନର ପେଟରେ ତା ପିଲା ରହିଲା। ଠିକ୍ ସମୟରେ ଜାଆଁଳା ଝିଅ 2ଟି ଜନ୍ମ ହେଲେ। ବର୍ଷକର ହୋଇଯିବା ପରେ ସେମାନେ ଚାଲି ଶିଖିଲେ। ସେତେବେଳେ ଜଣାପଡ଼ିଲା ଯେ ସେମାନଙ୍କର ଗୋଟିଏ ଲେଖା ଗୋଡ଼ ଦୁର୍ବଳ। ତେଣୁ ସେମାନଙ୍କୁ ଚାଲିବାରେ ଭୀଷଣ କଷ୍ଟ ହେଉଛି। ଅନେକ ଚେଷ୍ଟା ଚିକିତ୍ସା କରି ମଧ୍ୟ ଫଳ କିଛି ହେଲା ନାହିଁ। କାନ୍ତିବର୍ମା ସେମାନଙ୍କ ଚିକିତ୍ସା ପାଇଁ ଟଙ୍କା ପାଣି ପରି ଖର୍ଚ୍ଚ କଲା। ଛୁଆଟିମାନ ଦେଖିବାକୁ ବଡ଼ ସୁନ୍ଦର ଓ କୌତୁକିଆ ହୋଇଥାନ୍ତି, ହେଲେ ପାଦ ଏପରି ଲୋକଙ୍କର ନଜରର ଅନ୍ତରାଳରେ ସେମାନଙ୍କୁ ରଖା ହୋଇଥିଲା। ଯଦି ସେମାନେ ପୁଅ ପିଲା ହୋଇଥାନ୍ତେ ତେବେ ଏତେ ଚିନ୍ତା କରିବାର କିଛି ବି ନଥିଲା, କିନ୍ତୁ ବିଚାରୀ ଝିଅ ପିଲା ତ। ତଥାପି ମଧ୍ୟ କାନ୍ତିବର୍ମା ତାଙ୍କ ଝିଅମାନଙ୍କର ଭଲ ଭାବରେ ଯତ୍ନ ନେଉଥାନ୍ତି। 12 ବର୍ଷ ପରେ ସେହି ସାଧୁ ପୁଣି ସେହି ଗାଁକୁ ଆସିଲେ। କାନ୍ତିବର୍ମା ସେହି ସାଧୁଙ୍କ ଦର୍ଶନ କରି କହିଲେ, ସାଧୁ ବାବା, ଆପଣଙ୍କ କୃପାରୁ ମୋର 2ଟି ଝିଅ ହୋଇଛନ୍ତି, କିନ୍ତୁ ସେମାନଙ୍କ ଭବିଷ୍ୟତ କଥା ଭାବି ମୋତେ ଭାରି ଭୟ ଲାଗୁଛି, କାରଣ ସେମାନେ ଭଲ କରି ଚାଲିପାରୁନାହାନ୍ତି। ଆପଣ ଯଦି ଟିକେ କୃପା କରନ୍ତେ ତେବେ ସେମାନଙ୍କର ଏହି କଷ୍ଟ ଅବିଳମ୍ବେ ଦୂର ହୋଇଯାଇପାରନ୍ତା। ତାର ଏଭଳି କଥା ଶୁଣି ସାଧୁ କିଛି ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କରି ଚିନ୍ତା କଲେ। ତାପରେ ସେ କହିଲେ, ମୁଁ ଯେପରି ଖାଇବାକୁ କହିଥିଲି ତୁମ ସ୍ତ୍ରୀ ସେପରି ଖାଇନାହାନ୍ତି। କେବଳ ସେଇଥିପାଇଁ ଆଜି ଏହି ସମସ୍ୟା ସୃଷ୍ଟି ହୋଇଛି। ମୋ ପାଖରେ ଏହି କଦଳୀ ବ୍ୟତୀତ ଅନ୍ୟ କିଛି ନାହିଁ। ଏତିକି କହି ସେ କଦଳୀଟି ଛଡ଼ାଇ ନିଜେ ଖଣ୍ଡେ ଖାଇଲେ ଓ ଅନ୍ୟ ଖଣ୍ଡଟି କାନ୍ତିବର୍ମାଙ୍କୁ ଦେଇ ସାଧୁ କହିଲେ, ଏ ଖଣ୍ଡ ତୁମର ଯେପରି ଇଚ୍ଛା ଯାହାକୁ ହେଲେ ଜଣକୁ ଦେଇଦିଅ। ଆଉ କିଛି କହିବାକୁ ନ ଦେଇ ସାଧୁ ତାଙ୍କୁ ଘରକୁ ପଠାଇଦେଲେ। କାନ୍ତିବର୍ମା ତାଙ୍କ ଝିଅ 2ଙ୍କ ମଧ୍ୟରୁ କାହାକୁ ଦେବେ କିଛି ଠିକ୍ କରି ପାରିଲେ ନାହିଁ। କଦଳୀ ଖଣ୍ଡଟି ଧରି ଘର ଆଡ଼େ ସେ ଚାଲିଲେ। ସେ ଭାବି ଚାଲିଥାନ୍ତି, ଯଦି ଜଣକୁ କଦଳୀ ଦେବି ତେବେ ତାର ପାଦ ତ ନିଶ୍ଚୟ ଭଲ ହୋଇଯିବ, ଆଉ ଅନ୍ୟଟିର ଅବସ୍ଥା କ'ଣ ହେବ? ତାର ଦୁଃଖ ଦେଖି ମୁଁ ବା କିପରି ସହିବି? ଏହିପରି ଭାବି ଭାବି ଯାଉ ଯାଉ ଦୂରରୁ କାହାର କ୍ରନ୍ଦନ ଧ୍ୱନି ସେ ଶୁଣିବାକୁ ପାଇଲେ। ସେ ଦେଖିଲେ, ଅନତି ଦୂରରେ କୂଅ ପାଖରେ ଝିଅଟିଏ ବସି କାନ୍ଦୁଛି। ଜଣେ ଯୁବକ ତାକୁ ସାନ୍ତ୍ୱନା ଦେଉଛି। କାନ୍ତିବର୍ମାଙ୍କୁ ଦେଖି ସେ ଯୁବକଟି କହିଲା, ମହାଶୟ, ଆପଣ ହେଲେ ତାକୁ କିଛି ବୁଝାଇ କୁହନ୍ତୁ। କୂଅ ଭିତରକୁ ଡେଇଁ ସେ ମରିବାକୁ ଯାଉଛି। କାନ୍ତିବର୍ମା ପଚାରିଲେ, କାହିଁକି? କଥା କ'ଣ? ତାପରେ ସେ ଯୁବକଟି କହିଲା, ଏହି ସ୍ତ୍ରୀ ଲୋକଟି ତା ପିଲାଟି ଦିନରୁ ସେ ପକ୍ଷାଘାତ ରୋଗ ଭୋଗୁଛି। ତାର ହାତ ଚଳେ ନାହିଁ। ଏଣୁ କେହି ମଧ୍ୟ ତାକୁ ବିବାହ କଲେ ନାହିଁ। ମୁଁ ତାର କଷ୍ଟ ଦେଖି ତାକୁ ବିବାହ କଲି। ମୁଁ ତ ଆଉ ଧନୀ ଲୋକ ନୁହେଁ। ପରିଶ୍ରମ କରି କୌଣସି ମତେ ମୁଁ ମୋ ପେଟ ପୋଷେ। ଯେତିକି ସମ୍ଭବ ମୁଁ ତାର ସେବା ଶୁଶ୍ରୂଷା କରେ। ମାତ୍ର ଏବେ କିଛି ଦିନ ହେବ ସେ ଭାବୁଛି କି ତାହାରି ଯୋଗୁଁ ମୋତେ ବହୁତ କଷ୍ଟ ସହିବାକୁ ପଡ଼ୁଛି।
ତେଣୁ ସେ ଯଦି ଆତ୍ମହତ୍ୟା କରିଦେବ, ମୁଁ ହୁଏତ ଅନ୍ୟ କେଉଁଠି ବିବାହ କରି ସୁଖରେ ରହିବି। ମୁଁ ଜାଣିଶୁଣି ତାକୁ ବିବାହ କରିଛି। ଯଦି ସେ ଏପରି ଭାବରେ ମରିବ, ତେବେ ମୁଁ କିପରି ଜୀବିତ ରହିବି? କାନ୍ତିବର୍ମା ସବୁ ଶୁଣିସାରି ସାଧୁଦତ୍ତ ପ୍ରସାଦ କଦଳୀ ଖଣ୍ଡଟି ତାକୁ ହିଁ ଦେଇଦେଲେ। ସେ ଝିଅଟିକୁ ସେ କହିଲେ, ଏହି କଦଳୀଟି ଖାଇଦିଅ, ଅପେକ୍ଷା କର, ପରେ ମୁଁ ତୁମକୁ ସବୁ କଥା ବୁଝାଇଦେବି। ସେ କଦଳୀଟି ଖାଇବା ମାତ୍ରେ ତା ମଧ୍ୟରେ ଅଦ୍ଭୁତ ପରିବର୍ତ୍ତନ ଦେଖାଦେଲା। ସେ ଉଠି ଠିଆ ହେଲା ଓ ହାତ ଯୋଡ଼ି କାନ୍ତିବର୍ମାଙ୍କୁ ପ୍ରଣାମ କଲା। ଏସବୁ ଘଟଣା ଦେଖି ତାର ସ୍ୱାମୀ ଯୁବକଟିର ତ ଆନନ୍ଦ କହିଲେ ନ ସରେ। ତୁମର କଷ୍ଟ ତ ଏବେ ସମ୍ପୂର୍ଣ୍ଣ ରୂପେ ଦୂର ହୋଇଯାଇଛି। ଏବେ ତୁମେ ଦୁହେଁ ଘରକୁ ଯାଇ ଖୁସିରେ ରୁହ। ଝିଅ, ମନେ ରଖ, ଆଉ କେବେ ବି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବୁ ନାହିଁ। ଯାହା ବିପଦ ଆସିଲେ ଭଗବାନଙ୍କୁ ଡାକିବୁ, ସେ ନିଶ୍ଚୟ କିଛି ଗୋଟେ ହେଲେ ବ୍ୟବସ୍ଥା ଅବଶ୍ୟ କରି ଦେବେ। ଏତିକି କହି କାନ୍ତିବର୍ମା ନିଜ ରାସ୍ତାରେ ଗଲେ। ବାଟରେ ଯାଉ ଯାଉ ସେ ଭାବୁଥାନ୍ତି ଯେ ତାଙ୍କ ନିଜର ସମସ୍ୟା ଦୂର ନ ହେଲେ ବି କେବଳ ତାଙ୍କରି ଯୋଗୁଁ ଆଜି ଗୋଟିଏ ପରିବାର ତ କମ୍ସେ କମ୍ ଉଦ୍ଧାର ପାଇଗଲା। ନିଜର ଗୋଟିଏ ଝିଅକୁ ସେ କିପରି ବା ଭଲ କରିଥାନ୍ତେ? ଅନ୍ୟଟିର ଅବସ୍ଥା କ'ଣ ଯେ ହୁଅନ୍ତା? ସାରା ଜୀବନ ସେ କଷ୍ଟ ପାଆନ୍ତା ଓ ତାକୁ ଦେଖି ସେ ନିଜେ ମଧ୍ୟ ଢେର କଷ୍ଟ ପାଆନ୍ତେ। ସେଥିରୁ ତ ଅନ୍ତତଃ ସେ ଏବେ ତ୍ରାହି ପାଇଲେ। ସେହି ସନ୍ତୋଷରେ ସେ ଭଗବାନଙ୍କୁ ମନେ ମନେ ଅଶେଷ କୃତଜ୍ଞତା ଜଣାଇ ଘରକୁ ଫେରିଲେ। ଦେଖିଲେ ଦୁଇ ଝିଅ ଦୌଡ଼ି ଦୌଡ଼ି ତାଙ୍କ ପାଖକୁ ଆସୁଛନ୍ତି। ସେମାନଙ୍କର ପାଦ ପୂରାପୂରି ଭଲ ହୋଇଯାଇଛି। ସେହି ଆଲୌକିକ ଘଟଣା ଦେଖି ସେ ଖୁବ୍ ଆନନ୍ଦରେ ବିଭୋର ହୋଇଗଲେ। ଭଗବାନଙ୍କର ଲୀଳା ସ୍ମରଣ କରି ସେ ତାଙ୍କ ପାଖରେ ଅନେକ ଅନେକ କୃତଜ୍ଞତା ଜଣାଇଲେ। ନିଜ ସ୍ୱାର୍ଥ ପାଇଁ କଦଳୀଟି ନ ରଖି ଅନ୍ୟର କଷ୍ଟ ଦୂର କରିବାକୁ ସେ ସେଇଟି ତ୍ୟାଗ କରିଥିବାରୁ ଭଗବାନ ମଧ୍ୟ ତାଙ୍କୁ କୃପା କରିଛନ୍ତି। ସେ ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ସେତେବେଳର ତାଙ୍କର ଆନନ୍ଦ ବର୍ଣ୍ଣନାତୀତ ଥିଲା। ବନ୍ଧୁଗଣ, କାହାଣୀଟି ଯଦି ଭଲ ଲାଗିଲା, ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାଇବେ। ଧନ୍ୟବାଦ।